ଦର୍ଶକବନ୍ଧୁ, ଶରୀରର ବିଭିନ୍ନ ଅଙ୍ଗର ଆକୃତିରୁ ଭାଗ୍ୟ ବିଷୟରେ ଜାଣିବା ପାଇଁ ସାମୁଦ୍ରିକ ଶାସ୍ତ୍ରରେ ଅନେକ କଥା ଲେଖାଯାଇଛି। ସେଥିମଧ୍ୟରୁ ଆମେ ଅନେକ ତଥ୍ୟ ବିଷୟରେ ଜାଣିପାରିବା। ତେବେ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳାମାନଙ୍କର ପାଦର ଆକୃତି ଓ ପାଦରେ ଥିବା ଚିହ୍ନକୁ ଦେଖି ସେମାନଙ୍କର ସ୍ୱାମୀଙ୍କ ବିଷୟରେ କ'ଣ ସୂଚନା ମିଳୁଛି, ଆସନ୍ତୁ ଜାଣିବା। ଆଜି ଆମେ ଆପଣଙ୍କୁ କହିବୁ ଯେ ଆପଣ କେମିତି ନିଜର ସ୍ତ୍ରୀ ପାଦକୁ ଦେଖି ଭାଗ୍ୟ ବିଷୟରେ ଜାଣିପାରିବେ। ତ ପ୍ରଥମ, ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ପାଦର ସମସ୍ତ ଆଙ୍ଗୁଠି ଠାରୁ ତର୍ଜନୀ ଆଙ୍ଗୁଠି ବଡ଼ ହୋଇଥାଏ, ସେମାନେ ନିଜର ସ୍ୱାମୀଙ୍କ ସହିତ ତାଳ ଦେଇ ଚାଲିଥାନ୍ତି। କିଛି ସ୍ତ୍ରୀ ଲୋକମାନଙ୍କର କନିଷ୍ଠ ଏବଂ ଅନାମିକା ଆଙ୍ଗୁଳି ଭୂମିରେ ଲାଗୁନଥିଲେ ସେମାନେ କର୍ମବର୍ଷରେ ବିଧବା ହୋଇଥାନ୍ତି। ନମ୍ବର 2ରେ, ଯେଉଁ ମହିଳାମାନଙ୍କର ପାଦ କୋମଳ ହେବା ସହିତ ପାଦର ରେଖା ସିଧା ଆଙ୍ଗୁଠି ଆଡ଼କୁ ଲମ୍ବିଥାଏ, ସେମାନେ ତାଙ୍କ ସ୍ୱାମୀଙ୍କ ପାଇଁ ସମର୍ପିତ ଭାବ ରଖିବା ସହିତ ତାଙ୍କ ଜୀବନର ବହୁତ ଖୁସିରେ କାଟିଥାନ୍ତି। ସେମାନେ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ନମ୍ବର 3, ଯେଉଁ ମହିଳାଙ୍କର ପାଦର ଗୋଇଠି ଗୋଲ ଏବଂ କୋମଳ ହେବା ସହିତ ସୁନ୍ଦର ଦେଖାଯାଉଥାଏ, ସେମାନଙ୍କର ସ୍ୱାମୀ ସବୁବେଳେ ସଫଳତା ପାଇଥାନ୍ତି। ସେମାନଙ୍କ ଜୀବନ ଖୁସିରେ କଟିଥାଏ। ନମ୍ବର 4, ଯେଉଁ ମହିଳାମାନଙ୍କର ପାଦରେ ପଦ୍ମଫୁଲ କିମ୍ବା ଛତା ଭଳି ଚିହ୍ନ ଥାଏ, ସେମାନଙ୍କର ସ୍ୱାମୀ ରାଜନୀତିରେ ସଫଳତା ପାଇବା ସହିତ ସମାଜରେ ବହୁତ ମାନ ସମ୍ମାନ ପାଇଥାନ୍ତି। ନମ୍ବର 5, ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପାଦରେ ଆଙ୍ଗୁଠି ଯୋଡ଼ି ହୋଇଥିଲେ ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହେବା ସହିତ ଧନୀ ମଧ୍ୟ ହୋଇଥାଏ। ତାଙ୍କର ଏହି ଭାଗ୍ୟ ସ୍ୱାମୀଙ୍କ ଜୀବନରେ ଭାଗ୍ୟରେଖାକୁ ବଦଳାଇ ଦେଇଥାଏ। ସେହି ମହିଳାମାନେ ବହୁତ କୋମଳ ସ୍ୱଭାବର ହୋଇଥାନ୍ତି। ତ ଦର୍ଶକ ବନ୍ଧୁ, ମହିଳାମାନଙ୍କର ପାଦ ଦେଖି ଏହି ସବୁ ସଂକେତ ଗୁଡ଼ିକ ବିଷୟରେ ଜାଣିପାରିବେ ବୋଲି ସାମୁଦ୍ରିକ ଶାସ୍ତ୍ରରେ ପୁରାପୁରି ବର୍ଣ୍ଣନା କରାଯାଇଛି। ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଆମ ସହିତ ଆଗକୁ ଯୋଡ଼ି ହେବା ପାଇଁ ଆମର ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆପଣଙ୍କ ମତାମତ କମେଣ୍ଟ ଜରିଆରେ ଦିଅନ୍ତୁ। ପୁଣି ଦେଖା ହେବ ଏମିତି ନୂଆ ଏକ ଭିଡ଼ିଓ ନେଇ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।